ଦେଖନ୍ତୁ ଗତକାଲିର ଯେଉଁ ବର୍ଷା ହେଇଥିଲା 24 ଘଣ୍ଟା ଭିତରେ ଆମର 1247 ମିଲିମିଟର ବର୍ଷା ରେକର୍ଡ କରାହେଇଥିଲା ଏବଂ ଯେଉଁ କହୁଛନ୍ତି ଆପଣଙ୍କର ବଙ୍ଗଳାଗୁଡ଼ା କଥା ସେଠି ଅଳ୍ପ ବର୍ଷା ହେଲେ ମଧ୍ୟ ତାକୁ ଯେହେତୁ ରାସ୍ତା କାମ ଚାଲିଛି ସେଇଟା ଆମର ଓଭରଫ୍ଲୋ ହୁଏ ପ୍ରତ୍ୟେକ ବର୍ଷ। ତେଣୁକରି ସେ ଯେହେତୁ ଓଭରଫ୍ଲୋ ହେଉଛି ତାକୁ ଆମେ କ୍ଲୋଜ୍ କରିଛୁ ଏବଂ ତାର ଅଲ୍ଟରନେଟ୍ ରୋଡ଼ ଆମେ ଲୋକଙ୍କୁ ଦେଇଛୁ, ଯେଉଁଟାକି ଆପଣଙ୍କର ପଡ଼ାଗଡ଼ ମହାଦେବପୁର ମସ୍ତିପୁର କୋରାପୁଟ ଦେଇକରି ଅଲ୍ଟରନେଟିଭ ରୋଡ଼ ତା ପାଇଁ ଅଛି। ଏବଂ ମୋହନପଡ଼ା ଯେଉଁ କହୁଥିଲେ ଅଳ୍ପ ସମୟ ପାଇଁ ସେଠି ରୋଡ଼ ବ୍ଲକ୍ ହେଇଥିଲା ଏବଂ ଯାତାୟାତ ବାଧାପ୍ରାପ୍ତ ହେଇଥିଲା। ଅଳ୍ପ ସମୟ ପରେ ତାହା ସ୍ୱାଭାବିକ ସ୍ଥିତିକୁ ଆସିଥିଲା ଏବଂ ଯାନବାହନ ଚଳାଚଳ ତାହା କରୁଛି। ମୁଙ୍କିଘାଟି କଥା ଯେଉଁ କହୁଛନ୍ତି ଗଛ ପଡ଼ିକି ରାସ୍ତା ଅବରୋଧ ହେଇଥିଲା, ସେ ମଧ୍ୟ ଆପଣଙ୍କର ବିଡ଼ିଓଙ୍କ ତତ୍ତ୍ୱାବଧାନରେ ଫାୟାର ଟିମ୍ ଯାଇକି ସେ ରୋଡ଼ କ୍ଲିୟର କରିଛନ୍ତି ଏବଂ ଯାନବାହନ ଯାତାୟାତ କରୁଛନ୍ତି। ଦେଖନ୍ତୁ ଗତକାଲି ଯାହା ପରିସ୍ଥିତି ଥିଲା, ତେଣୁକରି ଆମେ ସାଇରନ୍ ମାଧ୍ୟମରେ ଲୋକକୁ ସଚେତନ କରାଇଥିଲୁ ଏବଂ ଗେଟ୍ ଖୋଲିବା ପାଇଁ କୁହାହେଉଥିଲା। ଆଉ ଯେହେତୁ ରାତି ସାରା ବର୍ଷା ହେଇନି, କୋଲାବର ଯେଉଁ ଅଫିସିଆଲ୍ସ ଅଛନ୍ତି ସେ ଆବଶ୍ୟକ ମନେ କରୁନାହାନ୍ତି ସେ ଗେଟ୍ ଖୋଲିବା ପାଇଁ। ଆମେ ଏଗ୍ରିକଲଚର ଏବଂ ହର୍ଟିକଲଚରକୁ ଆମେ ନିର୍ଦ୍ଦେଶ ଦେଇଛୁ, ସେ ଇମିଡ଼ିଏଟ୍ ଆମର ତାଙ୍କର ପ୍ରିଲିମିନାରୀ ରିପୋର୍ଟ ଦାଖଲ କରିବା। ଆମର ଯାହା ଅଛି ସେମିତି କିଛି ନାହିଁ ଆମର। ଆଜି ପାଇଁ ଆମେ ୟେଲୋ ଜୋନ୍ରେ ଆମେ ଅଛେ, ତେଣୁକରି ବ୍ୟସ୍ତ ହେବାର କିଛି ଦରକାର ନାହିଁ।